ଆଜିକାଲି ଗାଁ ଗହଳିରେ ମଧ୍ୟ ଉଚ୍ଚ ରକ୍ତଚାପ ଏବଂ ମଧୁମେହ ସାଧାରଣ ରୋଗ ହୋଇଗଲାଣି। ଔଷଧ ଗୁରୁତ୍ୱପୂର୍ଣ୍ଣ, କିନ୍ତୁ ଉପଯୁକ୍ତ ଖାଦ୍ୟ ଅର୍ଥାତ୍ ସନ୍ତୁଳିତ ଖାଦ୍ୟ ଖାଇବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସନ୍ତୁଳିତ ଖାଦ୍ୟର ଅର୍ଥ ହେଉଛି ଏପରି ଖାଦ୍ୟ ଯେଉଁଥିରେ ସବୁ ପ୍ରକାର ଭିଟାମିନ୍ ଓ ପୋଷଣ ସଠିକ୍ ପରିମାଣରେ ଥାଏ, ଯେପରିକି ଶସ୍ୟଜାତୀୟ ଖାଦ୍ୟ, ଗହମ, ଯଅ ଏବଂ ବାଜରା ରୁଟି। ପନିପରିବା ମଧ୍ୟରେ ଶାଗ, ଭେଣ୍ଡି, ଲାଉ ଏବଂ କଲରା। ଡାଲିଯୁକ୍ତ ଖାଦ୍ୟ ଚଣା, ମୁଗ ଏବଂ ହରଡ଼। ଫଳ ମଧ୍ୟରେ ପିଜୁଳି, ଅମୃତଭଣ୍ଡା ଏବଂ ସେଓ। ପ୍ରତିଦିନ ଗୋଟିଏ ଛୋଟ ଫଳ, କମ୍ ଚର୍ବିଯୁକ୍ତ କ୍ଷୀର କିମ୍ବା ଦହି ବିନା ଚିନିରେ ଖାଇବା ଆବଶ୍ୟକ। ଏହି ଖାଦ୍ୟଗୁଡ଼ିକ ମଧୁମେହ ଏବଂ ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣରେ ରଖିବାରେ ସାହାଯ୍ୟ କରେ। ଏତଦ୍ ବ୍ୟତୀତ ଅତ୍ୟଧିକ ଲୁଣଯୁକ୍ତ ଖାଦ୍ୟ, ଆଚାର, ପାମ୍ପଡ଼ ଏବଂ ନମକିନ୍, ତେଲ ଛଣା ଜିନିଷ, ପକୁଡ଼ି, ପୁରୀ ଏବଂ ସିଙ୍ଗେଡ଼ା। ମିଠା ମଧ୍ୟରେ ଲଡ଼ୁ, ହାଲୁଆ ଏବଂ ଥଣ୍ଡା ପାନୀୟ। ମଦ୍ୟପାନ ଏବଂ ତମ୍ବାଖୁ ଠାରୁ ଦୂରରେ ରୁହନ୍ତୁ। ଏହା ରୋଗକୁ ବୃଦ୍ଧି କରିବାରେ ସାହାଯ୍ୟ କରେ। ଘରେ ରନ୍ଧା ହୋଇଥିବା ତାଜା ଖାଦ୍ୟ ଖାଆନ୍ତୁ, ସଫା ପାଣି ପିଅନ୍ତୁ, ପ୍ରତିଦିନ ଟିକିଏ ଚାଲିବାକୁ ଯାଆନ୍ତୁ। ଦୈନିକ ଖାଦ୍ୟ ସମ୍ବନ୍ଧରେ ଆପଣଙ୍କର ଡାକ୍ତର କିମ୍ବା ସ୍ୱାସ୍ଥ୍ୟସେବା ପ୍ରଦାନକାରୀଙ୍କ ସହିତ ପରାମର୍ଶ କରନ୍ତୁ। ପ୍ରତିଦିନ ଟିକିଏ ସତର୍କତା ସାରା ଜୀବନ କାମକୁ ଆସେ। ଏକ ସନ୍ତୁଳିତ ଖାଦ୍ୟ ମହଙ୍ଗା ନୁହେଁ, ଏଥିପାଇଁ କେବଳ ବୁଦ୍ଧିମାନ ଭାବରେ ଖାଇବା ଆବଶ୍ୟକ। ହୃଦୟ ଭଲ ରହିବ, ମଧୁମେହ ନିୟନ୍ତ୍ରଣରେ ରହିବ, ଜୀବନ ସୁଖୀ ରହିବ। ସଠିକ୍ ଖାଆନ୍ତୁ, ସୁସ୍ଥ ରୁହନ୍ତୁ, ଖୁସିରେ ବଞ୍ଚନ୍ତୁ।